ସମଗ୍ର ବିଷୟରେ ନିଶା ଜର୍ଜରିତ। ନିଜର ଜ୍ଞାନକୌଶଳ ମାଧ୍ୟମରେ ଏ ସମାଜର ଅନେକ ପଶୁଙ୍କୁ ନିଜ ଅଧୀନରେ ରଖିଥିବା ମଣିଷ ଆଜି ନିଜ ମନ ଆଗରେ ଦାସ ପାଲଟିଛି। ନିଜର ଅଣାୟତ ମନକୁ ଆୟତ୍ତକୁ ଆଣିବା ପାଇଁ ସେ ଆଜି କୃତ୍ରିମ ମାର୍ଗ ଆପଣାଉଛି। ଏ ସମାଜର ଅସୁବିଧାରୁ ମୁକ୍ତି ପାଇବା ପାଇଁ କେତେକ ଲୋକ ବିଡ଼ି, ସିଗାରେଟ, ଗଞ୍ଜେଇ ଟାଣୁଛି, ତ କିଏ ପାନ, ଗୁଣ୍ଡି, ଖଇନି ଖାଉଛି ଓ ସମକ୍ରାନ୍ତ ବ୍ୟକ୍ତିମାନେ ଶାଢ଼ୀ, ମଦ, ମହୁଲର ସହାୟତା ନେଉଛନ୍ତି। ଆଉ ଆଜିର ଏ ଯୁବ ସମାଜ କୁସଙ୍ଗରେ ପଡ଼ି ବ୍ରାଉନ ସୁଗାର ଭଳି ମାରାତ୍ମକ ନିଶାର ମରଣ ଯନ୍ତ୍ରକୁ ଲମ୍ଫ ମାରୁଛନ୍ତି। କିନ୍ତୁ ଏଥିରୁ ଆମେ ପାଉଛେ କ'ଣ? ନିଶା ସୃଷ୍ଟି କରେ ଆର୍ଥିକ ଅନଟନ, ପାରିବାରିକ କଳହ ଓ ଅସୁବିଧା। କେବଳ ଏତିକି ନୁହେଁ, ନିଶା ଯକ୍ଷ୍ମା ଓ କର୍କଟ ରୋଗ ଭଳି ମାରାତ୍ମକ ରୋଗ ସୃଷ୍ଟି କରେ। ନିଶାର କରାଳ ରୂପରେ ପୃଥିବୀ ଆଜି ଆତଙ୍କିତ ଓ ଭୟଭୀତ। ଏଠି ଅନେକ ଜୀବନ ଶୁଖିଲା ପତ୍ର ଭଳି ଅସମୟରେ ଝଡ଼ି ପଡ଼ନ୍ତି କେବଳ ଏହି ନିଶା ପାଇଁ। ତେଣୁ ଆମେ ସମସ୍ତେ ଶପଥ ନେବା, ନିଶାଠାରୁ ନିଜକୁ ଦୂରେଇ ରଖିବା ଓ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇବା। ଶେଷରେ ଏକ ସୁସ୍ଥ ସମାଜ, ଶିକ୍ଷିତ ସମାଜ ଗଠନ କରିବା। ବନ୍ଦେ ମାତରମ୍, ବନ୍ଦେ ଉତ୍କଳର ଜନନୀ। ଏତିକିରେ ସଭା ଶେଷ କରାଗଲା।